ଆମେ ନିଜର ଆତ୍ମସ୍ଥ ଭଗବାନ ବା ପରମାତ୍ମାଙ୍କ ସହିତ ଏକାକାର ହେଇଯିବା ନିଜ ଭିତରେ ସେ ଦିବ୍ୟତ୍ୱକୁ ଚିହ୍ନି ପାରିବା। ଯେତେବେଳେ ଆମେ ନିଜ ଭିତରେ ଥିବା ଦିବ୍ୟତ୍ୱକୁ ଅହମ୍ ବ୍ରହ୍ମସ୍ମି ସ୍ଥିତିରେ ପହଞ୍ଚିଯିବା, ପ୍ରତ୍ୟେକ କ୍ଷଣ ସେ ସତ୍ୟତା ଜାଣିଲା ପରେ ଆମର ଶିବ ଯେଭଳି କଲ୍ୟାଣକାରୀ ହୋଇଯିବେ। ଯେତେବେଳେ ସତ୍ୟ ଏବଂ ଶିବ ଆସିଯାଆନ୍ତି ତାର ପରିସ୍ଥିତିଟି ହେଉଛି ସୁନ୍ଦର। ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଆନନ୍ଦମୟ ଏବଂ ସୁନ୍ଦରତାରେ ଭରିଯିବ। ମୁଁ ଇପ୍ସିତା ପୂଜାରୀ, ଧ୍ୟାନ ଯୋଗ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି। ଆଜି ବୁଦ୍ଧ ମନ୍ଦିରର ପ୍ରାଙ୍ଗଣରେ ଆମର ଦିବ୍ୟ ନାରୀ ଶକ୍ତି ଜାଗରଣ ଉତ୍ସବ ଆମେ କରୁଥିଲୁ, ଯେଉଁଠାରେ ଆମର ମୁଖ୍ୟ ଅତିଥି ଭାବରେ ଆମର ଉଦ୍ଘାଟିକା ଭାବରେ ରୁଚିକା ଖୁରାନିଆ ମ୍ୟାଡାମ ଏବଂ ଆମର ଅନ୍ୟାନ୍ୟ ଅତିଥି ଭାବରେ ଆମର ଶକୁନ୍ତଳା ବଳିଆର ସିଂ ମହୋଦୟା, ବିଶିଷ୍ଟ କବୟତ୍ରୀ ଲେଖିକା, ତଥା ନମ୍ରତା ଚଢା ମହୋଦୟା, ବିଶିଷ୍ଟ ସମାଜସେବୀ ଏବଂ ଧ୍ୟାନର ବିଭିନ୍ନ ବରିଷ୍ଠ ଧ୍ୟାନୀ ମାନେ, ସେମାନେ ବ୍ରହ୍ମକୁମାରୀ, ଗାୟତ୍ରୀ ସଂସ୍ଥା ଏବଂ ସତ୍ୟସାଇ ସଂସ୍ଥା ଏବଂ ପିରାମିଡ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟ ଓଡ଼ିଶାର ଏଇଭଳି ବିଭିନ୍ନ ସଂସ୍ଥାର ଯେଉଁମାନେ ଧ୍ୟାନୀ ମାନେ ସମ୍ମିଳିତ ହୋଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ହେଉଛି ଯେ ବର୍ତ୍ତମାନ ଯୋଉ ଯୁଗ ପରିବର୍ତ୍ତନର ସମୟ, ବର୍ତ୍ତମାନ ଅନ୍ଧାରୁ ଆଲୁଅ ଆଡକୁ ଯିବାର ସମୟ। ନିଜ ଭିତରେ ସେହି ଦିବ୍ୟ ନାରୀ ଶକ୍ତି, ଯୋଉ ଡିଭାଇନ ଫେମିନାଇନ ଏନର୍ଜିକୁ ବାଲାନ୍ସ କରିବାର, ନିଜ ଭିତରେ ପ୍ରକାଶିତ କରିବାର ଏବଂ ତାପରେ ତାକୁ ପ୍ରସାରିତ କରିବାର এই ସମୟର ତାହା ହେଉଛି ଡିମାଣ୍ଡ। ଆମେ ପ୍ରତ୍ୟେକ ନାରୀ କେବଳ ବର୍ଷର ଗୋଟିଏ ଦିନକୁ ଆଗକୁ ଅଛି ଆମର ଆନ୍ତର୍ଜାତିକ ମହିଳା ଦିବସ, ତାକୁ କେବଳ ପାଳନ କରିବା ନାହିଁ, ପ୍ରତିକ୍ଷଣ ସେଇ ଦିବ୍ୟତ୍ୱ ସହିତ ବଞ୍ଚିବାର ଆବଶ୍ୟକତା ଅଛି। ତ କୋଉଠି ନା କୋଉଠି ଆମେ ନିଜକୁ ମଣିଷ ବୋଲି ଭାବି ନିଜକୁ ମନ ଭିତରେ ସୀମିତ ରଖିଛେ। ଆଜି ଆମେ ବିଭିନ୍ନ ତର୍କ ଆଲୋଚନା ଏବଂ ଧ୍ୟାନ ମାଧ୍ୟମରେ ଆମେ ଏହି ସନ୍ଦେଶ ଥିଲା ଯେ ଆମେ ଯେତେବେଳେ ନିଜ ସହିତ ନିଜେ ଯୋଡି ହୋଇଯିବା, ଆମେ ନିଜର ସେ ଆତ୍ମସ୍ଥ ଭଗବାନ ବା ପରମାତ୍ମାଙ୍କ ସହିତ ଏକାକାର ହେଇଯିବା, ନିଜ ଭିତରେ ସେ ଦିବ୍ୟତ୍ୱକୁ ଚିହ୍ନି ପାରିବା। ଯେତେବେଳେ ଆମେ ନିଜ ଭିତରେ ଥିବା ଦିବ୍ୟତ୍ୱକୁ ଅହମ୍ ବ୍ରହ୍ମସ୍ମି ସ୍ଥିତିରେ ପହଞ୍ଚିଯିବା, ପ୍ରତ୍ୟେକ କ୍ଷଣ ସେ ସତ୍ୟତା ଜାଣିଲା ପରେ ଆମର ଶିବ ଯେଭଳି କଲ୍ୟାଣକାରୀ ହୋଇଯିବେ। ଯେତେବେଳେ ସତ୍ୟ ଏବଂ ଶିବ ଆସିଯାଆନ୍ତି ତାର ପରିସ୍ଥିତିଟି ହେଉଛି ସୁନ୍ଦରମ। ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଆନନ୍ଦମୟ ଏବଂ ସୁନ୍ଦରତାରେ ଭରିଯିବ। ଆଧ୍ୟାତ୍ମିକତାରୁ ଦୂରେଇ ଯାଉଛନ୍ତି, ଆଧ୍ୟାତ୍ମିକତା ଥିଲେ ଆମେ ଗୋଟେ ଆମକୁ ମୋଟିଭେଟ କରାଯାଉଛି କି ବିକାଶ ପକା ନ ଦେଇକି ଆଧ୍ୟାତ୍ମିକରେ ଗୋଟେ କରାଯାଉଛି, ତ ଆକୁ ନେଇ ଆପଣ କଣ? ଆପଣ ମାନେ ଆଜିକାର ଯୁବପିଢି ନିଜ ଭିତରେ କ୍ଲାରିଟି ନାହିଁ। ସେମାନେ ନିଜର କ୍ୟାରିୟରକୁ ନେଇକି, ନିଜ ପରିବାରକୁ ନେଇକି, ନିଜ ରିଲେସନସିପକୁ ନେଇକି ମଧ୍ୟ ସେମାନେ ପୀଡ଼ିତ ଅଛନ୍ତି, କନଫ୍ୟୁଜ ଅଛନ୍ତି। କାରଣ ସେମାନେ ବିଭିନ୍ନ ପ୍ରକାରର ଟ୍ୟୁସନ ଆଜି ପର୍ଯ୍ୟନ୍ତ ଆମେ ଶୁଣିଛେ, ଛୁଆ ବେଳୁ ଆମେ ଅଭିଭାବକ ଭାବରେ ତାଙ୍କୁ କେତେବେଳେ ଫିଜିକ୍ସ ଟ୍ୟୁସନ, କେମିଷ୍ଟ୍ରି ଟ୍ୟୁସନ, ବାୟୋଲୋଜି ଟ୍ୟୁସନ, ମ୍ୟାନେଜମେଣ୍ଟ ଟ୍ୟୁସନ, କ୍ଲାସ ଟ୍ୟୁସନ ଶୁଣିଛେ। କେବେ ଇନଟ୍ୟୁସନ ବିଷୟରେ ତାଙ୍କୁ କୁହାଯାଇଛି କି? ତାଙ୍କ ଅନ୍ତର୍ମନର ବାଣୀ ଶୁଣିବା ପାଇଁ କୁହାଯାଇଛି କି? ମୁନି ଋଷି ମାନେ ଗୋଟିଏ ସ୍ଥାନରେ ରହି ସେମାନେ ତାଙ୍କର ସମସ୍ତ କାର୍ଯ୍ୟ ସମାପନ କରିପାରୁଥିଲେ। ଧ୍ୟାନ କୌଣସି ହିମାଳୟକୁ ଯିବା ଦରକାର ନାହିଁ, କୌଣସି ତା ପାଇଁ ଆପଣଙ୍କୁ ବୈରାଗ ହେବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ବ୍ୟକ୍ତିର ତାହା ସହଜାତ ପ୍ରବୃତ୍ତି, ତାହାକୁ ନିଜେ ଯେକୌଣସି ପରିବାରରେ ରହି ମଧ୍ୟ ନିଜ ଘରେ ରହି ବର୍ତ୍ତମାନ ଆଧୁନିକ ଯୁଗରେ ଆପଣ କରିପାରିବେ। ଯୁବପିଢି ପାଇଁ ତାହା ଅଧିକ ଆବଶ୍ୟକ, କାହିଁକି ନା ଜୀବନରେ କ୍ଲାରିଟି ଦରକାର, ରିଲେସନସିପରେ ମଧୁରତା ଦରକାର। ତ ଯଦି ଜୀବନରେ ମୁଁ ଯେମିତି କହିଲି ସତ୍ୟ ଶିବ ସୁନ୍ଦର ଗୋଟିଏ ସୂତାରେ ଗଢା, ଯଦି ଆପଣ ଜୀବନର ପ୍ରକୃତ ସତ୍ୟତା ହିଁ ଜାଣିନାହାନ୍ତି ଯେ ଆପଣ କିଏ, ଆପଣ ଯେତେବେଳେ ନିଜକୁ ଜାଣିନାହାନ୍ତି ପରକୁ କଣ ଚିହ୍ନିବେ ଆଜ୍ଞା? ତେଣୁ ନିଜକୁ ଚିହ୍ନିଲେ ହିଁ ଆପଣ ସଂସାରକୁ ବୁଝିପାରିବେ। ଆପଣଙ୍କ ଅନ୍ତର୍ମନ ଆପଣଙ୍କୁ ଗାଇଡ କରିବ କୋଉ କ୍ୟାରିୟର ଆପଣଙ୍କୁ ଭଲ କି ନାହିଁ, କୋଉ ପାର୍ଟନର ଆପଣଙ୍କ ଜୀବନରେ ଉଚିତ କି ନାହିଁ, ଆପଣ କଣ ପଦକ୍ଷେପ ପ୍ରତ୍ୟେକ ମୁହୂର୍ତ୍ତରେ କରିବି କି କରିବିନି ଯୋଉ ଦ୍ୱନ୍ଦ୍ୱ ଥାଏ, ତାର କ୍ଲାରିଟି ପାଇଁ ଯୁବାପିଢି ଧ୍ୟାନକୁ ଆସିବା ଦରକାର। ଭାରତ ବର୍ଷରେ ସବୁଠାରୁ ଅଧିକ ଯୁବକ ବର୍ତ୍ତମାନ ଅଛନ୍ତି ସମଗ୍ର ବିଶ୍ୱରେ। ତେଣୁ ମୁଁ ଆପଣ ମାନଙ୍କ ମାଧ୍ୟମରେ ଯଦି କେହି ଯୁବକ ଏହାକୁ ଶୁଣିବେ, ମୁଁ ତାଙ୍କୁ ଆଗ୍ରହ କରୁଛି ନିଜକୁ ଗୋଟେ ଚ୍ୟାଲେଞ୍ଜ ଦିଅନ୍ତୁ। ଚାଉମିନ ଖାଇବା ପାଇଁ 10ଟା ରେଷ୍ଟୁରାଣ୍ଟ ଯାଇପାରୁଛନ୍ତି, ଯେ କାହାର ଖାଇବାଟା ଭଲ, ତ ନିଜକୁ ଗୋଟେ ଚ୍ୟାଲେଞ୍ଜ ଦିଅନ୍ତୁ ଯେ ମୁଁ ଧ୍ୟାନ କରି 40 ଦିନ ଦେଖେ ମୋ ଭିତରେ କଣ ପରିବର୍ତ୍ତନ ଆସୁଛି, ମୁଁ ନିଜର ସେଇ ଗାଇଡେନ୍ସ, ଇନର ଗାଇଡେନ୍ସ ଯାହାକୁ ମୁଁ ଖୋଜୁଛି, ଯୋଉ କ୍ଲାରିଟି ମୁଁ ଖୋଜୁଛି ପାଇ ପାରୁଛି ନା ନାହିଁ।